ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆଉ ଗୋଟେ ଭିଡ଼ିଓକୁ ମୁଁ ସ୍ୱାଗତ କରୁଅଛି। ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେ ପିତରଙ୍କ ଘରକୁ ଆମେମାନେ ଆଜି ଦେଖିବା। ଆପଣମାନେ ତ ଭଲ ଭାବରେ ଜାଣନ୍ତି, ପିତର ଯିଏକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜଣେ ଶିଷ୍ୟ ଥିଲେ। ହଁ ବନ୍ଧୁଗଣ, ପିତର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜଣେ ଶିଷ୍ୟ ଥିଲେ। ଆଉ ଏଇ ପିତରଙ୍କର ଘର ଆଜି କେମିତି ଅବସ୍ଥାରେ ଅଛି, କେଉଁ ଜାଗାରେ ଅଛି, ତାହା ଆଜି ଆମେମାନେ ଆଜିର ଭିଡ଼ିଓରେ ଦେଖିବା। ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ଆପଣ ସ୍କ୍ରିନରେ ଯାହା ବି ଦେଖାଉଛନ୍ତି ଦୂରରୁ, ତାହା ବର୍ତ୍ତମାନ ପିତରଙ୍କର ଗୃହ। ଆଉ ତାହା ତ ବର୍ତ୍ତମାନ ମାନେ ସେଇଭଳି ପୂର୍ବ ଅବସ୍ଥାରେ ନାହିଁ, କିନ୍ତୁ ଏଇ ଯେଉଁ ପିତରଙ୍କର ଭଙ୍ଗା ଗୃହ, ତା ଉପରେ ଏକ ଚର୍ଚ୍ଚ ନିର୍ମାଣ କରାଯାଇଛି। ଆପଣ ଦେଖନ୍ତୁ, ଏହାକୁ ଭଲ ଭାବରେ ଦେଖନ୍ତୁ। ବର୍ତ୍ତମାନ ଆପଣ ଯେଉଁ ଘର ଦେଖୁଛନ୍ତି, ଏହା ହେଉଛି ପିତରଙ୍କର ଘର ଉପରେ এই ଚର୍ଚ୍ଚକୁ ତିଆରି କରାଯାଇଛି, ଯାହାକୁ ସେଣ୍ଟ ପିଟର୍ସ ଚର୍ଚ୍ଚ ବୋଲି କୁହାଯାଏ। ଆଉ এই ଜାଗାରେ ମଧ୍ୟ ଉପାସନା ହୁଏ। ଅନେକ ଲୋକମାନେ ଏଠାକୁ ଆସନ୍ତି ଉପାସନା କରନ୍ତି, ପରମେଶ୍ୱରଙ୍କର ଆରାଧନା କରନ୍ତି, ଆଉ ସେମାନେ ନିଜ ଜାଗାକୁ ଯାଆନ୍ତି। ଏ ହେଉଛି କଫରନାହୁମ ସହରର ଏକ ଡାଇଗ୍ରାମ ଅଟେ। ଆଉ ବର୍ତ୍ତମାନ ଯେଉଁ କଫରନାହୁମ ସହରରୁ ଯେଉଁ ପ୍ରଥମ ତତ୍ତ୍ୱ ଆବିଷ୍କାର କରାଯାଇଛି, ଆଉ ଏଇ ଯେଉଁ ପ୍ରଥମ ତତ୍ତ୍ୱ ଆବିଷ୍କାରର ଯେଉଁ ଡାଇଗ୍ରାମ ମିଳିଅଛି, ତାହା ହେଉଛି ଏହି ପ୍ରକାର। ତାହା ଏକ ଚିତ୍ର ମାଧ୍ୟମରେ ଦର୍ଶାଯାଇଛି, ଯାହାକି ଆପଣ ନିଜେ ଦେଖିବାକୁ ପାଉଥିବେ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, এইটি ରହିଛି ପିତରଙ୍କ ଘର। ଦେଖନ୍ତୁ ଆଜ୍ଞା, এই ଜାଗାରେ ଥିଲା ପିତରଙ୍କର ଘର। କଫରନାହୁମ ସହର, এই ଜାଗାରେ ପିତରଙ୍କର ଗୃହ ରହିଥିଲା, ପିତରଙ୍କର ଘର ରହିଥିଲା। କିନ୍ତୁ ବର୍ତ୍ତମାନ ତ କେବଳ ତାର ଫାଉଣ୍ଡେସନ ହିଁ ଅଛି, ଆପଣ ଦେଖିପାରୁଥିବେ। ଆଉ ତାର ଉପରେ ଏକ ବହୁତ ଡିଜାଇନର ଏକ ଘରକୁ ନିର୍ମାଣ କରାଯାଇଛି, ତିଆରି କରାଯାଇଛି। ଇଏ ହେଉଛି ପିତରଙ୍କ ଗୃହର ପ୍ରସ୍ତର ଗୁଡ଼ିକ, ପଥର ଗୁଡ଼ିକ। ଆଉ ଏ ସମସ୍ତ ବିଷୟ ଦେଖିଲେ ମନେ ହୁଏ, ଆଉ ବିଶ୍ୱାସ ମଧ୍ୟ ଆସେ ଯେ ପ୍ରଭୁଙ୍କର ବାକ୍ୟ ହେଉଛି 100ରୁ 100 ଭାଗ ସତ୍ୟ ଅଟେ। ପିତର ବୋଲି ଜଣେ ବ୍ୟକ୍ତି ଥିଲେ, ତାଙ୍କର ଘର ଥିଲା। ଆଉ ପିତରଙ୍କ ବିଷୟରେ ଯାହା ବି ବାଇବଲ ଲେଖା ଅଛି, ତାହାର ଏକ ପ୍ରମାଣ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପିତରଙ୍କୁ ପ୍ରଶ୍ନ କରିଥିଲେ, ପିତର, ତୁମେ କ'ଣ ମୋତେ ପ୍ରେମ କର କି? ଯଦି ଆମେ ଦେଖିବା ଯୋହନ ଲିଖିତ ସୁସମାଚାର 21 ପର୍ବର 15 ପଦରୁ ଯଦି ଆମେ ଲକ୍ଷ୍ୟ କରିବା, ତେବେ ସେଠାରେ ପିତରଙ୍କ ବିଷୟରେ ଲେଖା ଅଛି। 15 ପଦରେ ଲେଖାଯାଏ, ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ସିମୋନ ପିତରଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ସିମୋନ, ତୁମେ କ'ଣ ମୋତେ ଏମାନଙ୍କ ଠାରୁ ଅଧିକ ପ୍ରେମ କରୁଅଛ? ସେ ତାଙ୍କୁ କହିଲେ, ହଁ ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି ତାହା ଆପଣ ଜାଣନ୍ତି। ସେ ତାଙ୍କୁ କହିଲେ, ମୋର ମେଷ ଶାବକମାନଙ୍କୁ ଚରାଅ। ଆଉ 16 ପଦରେ ଆମେ ଦେଖୁ, ସେ ପୁନର୍ବାର ଦ୍ୱିତୀୟ ଥର ତାଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ସିମୋନ, ତୁମେ କ'ଣ ମୋତେ ପ୍ରେମ କରୁଅଛ? ସେ ତାଙ୍କୁ କହିଲେ, ହଁ ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି ତାହା ଆପଣ ଜାଣନ୍ତି। ସେ ତାଙ୍କୁ କହିଲେ, ମୋର ମେଷମାନଙ୍କୁ ପ୍ରତିପାଳନ କର। ଆଉ ଏଇଟା ଦେଖନ୍ତୁ, ଦ ମେମୋରିଆଲ ଚର୍ଚ୍ଚ ଅଫ୍ ସେଣ୍ଟ ପିଟର। ପିତରଙ୍କର ସେଣ୍ଟ ପିଟର ଯେଉଁ ଚର୍ଚ୍ଚ ଅଛି, ପିତରଙ୍କର ଘର ଉପରେ ଯେଉଁଠି ଘର ଥିଲା, ସେ ଉପରେ ଯେଉଁ ଚର୍ଚ୍ଚ ନିର୍ମାଣ କରାଯାଇଛି, ଏ ହେଉଛି ସେଇ ଚର୍ଚ୍ଚର ଡାଇଗ୍ରାମ। କେମିତି ତିଆରି ହେଇଛି ସେ ଡାଇଗ୍ରାମ ଏଠାରେ ଅଛି। এই ଡାଇଗ୍ରାମ ବାହାରେ ରଖିବାର କାରଣ ହେଉଛି, ଯେପରି ସମସ୍ତେ ଦେଖନ୍ତୁ ଯେ ପିତରଙ୍କର ଘର ଏଠି ଥିଲା, ଆଉ ଏଠାରେ ଏକ ଚର୍ଚ୍ଚ ନିର୍ମାଣ କରାଯାଇଛି। ତେବେ ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ, ଇଏ ହେଉଛି ଚର୍ଚ୍ଚ, ସେଣ୍ଟ ପିଟର୍ସ ଚର୍ଚ୍ଚ, ତାର ଗୋଟେ ଡାଇଗ୍ରାମ। ଆଉ ଯଦି ଆମେ ଦେଖିବା 17 ପଦରେ,
ଯୀଶୁ ତୃତୀୟ ଥର କହୁଛନ୍ତି। ସେ ତୃତୀୟ ଥର ତାଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ସିମୋନ, ତମେ କ'ଣ ମୋତେ ସ୍ନେହ କରୁଅଛ? ତମେ କ'ଣ ମୋତେ ସ୍ନେହ କରୁଅଛ? ଏହା କହି ସେ ତୃତୀୟ ଥର ପିତରଙ୍କୁ ପଚାରିବାରୁ ସେ ଦୁଃଖିତ ହୋଇ ତାଙ୍କୁ କହିଲେ, ପ୍ରଭୁ, ଆପଣ ସମସ୍ତ ବିଷୟ ଜାଣନ୍ତି। ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି ତାହା ଆପଣ ଜାଣନ୍ତି। ଯୀଶୁ ତାଙ୍କୁ କହିଲେ, ମୋର ମେଷମାନଙ୍କୁ ଚରାଅ। ଏଠାରେ ଥରେ ନୁହେଁ, ଦିଥର ନୁହେଁ, 3 ଥର ପ୍ରଭୁ ପ୍ରଶ୍ନ କଲେ। ଏଠି ଦେଖନ୍ତୁ, ଏଇ ଚର୍ଚ୍ଚ ଭିତରେ ଆମର ଇଣ୍ଡିଆନ୍ ଲୋକମାନେ ମଧ୍ୟ ଅଛନ୍ତି। ଆମ ଭାରତରୁ ମଧ୍ୟ ଲୋକମାନେ ଏଇ ଚର୍ଚ୍ଚ ଭିତରେ ଯୋଗଦାନ କରିଅଛନ୍ତି, ଯାହାକି ଆପଣ ସ୍କ୍ରିନରେ ଦେଖୁଅଛନ୍ତି। ଆଉ ପ୍ରିୟ ବନ୍ଧୁଗଣ, ଏଇଟା ହେଉଛି ସେଣ୍ଟ ପିଟର୍ସ ଚର୍ଚ୍ଚର ଇଏ ହେଉଛି ଭିତର ପାଖ, ଭିତର ଅଂଶ। କେତେ ସୁନ୍ଦର ଅଛି, କାଚ ଫିଟିଂ କରାହେଇଛି, ଆଉ କାଠର କାରୁକାର୍ଯ୍ୟ ମଧ୍ୟ ହେଇଛି, ଆଉ ଅତ୍ୟନ୍ତ ସୁନ୍ଦର ଅଟେ। ଆଉ ଆପଣଙ୍କୁ କିପରି ଲାଗୁଛି ମୋତେ ନିଶ୍ଚିନ୍ତ ଭାବରେ ଜଣାଇବେ। ଆଉ ଯଦି ଆପଣ କେବେ ଏଠାକୁ ଯାଇଛନ୍ତି ତେବେ ମୋତେ ନିଶ୍ଚିତ ଭାବରେ କମେଣ୍ଟ ବକ୍ସରେ ମୋତେ ଜଣାନ୍ତୁ ଯେ ଆପଣ ଏଇ ଜାଗାକୁ ଗଲେ। ତେବେ ପ୍ରିୟ ଭାଇ ଏବଂ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ପିତରଙ୍କୁ ଥରେ ନୁହେଁ 3 ଥର ପ୍ରଶ୍ନ କଲେ, ତୁମେ କ'ଣ ମୋତେ ପ୍ରେମ କରୁଅଛ? ଏହା ପୂର୍ବରୁ ଯଦି ଆମେ ଦେଖିବା, ଏଠାରେ ଦେଖନ୍ତୁ ଗୋଟେ ଚିତ୍ର ଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟ ପିତରଙ୍କ ଶାଶୁଙ୍କୁ ସୁସ୍ଥ କରୁଥିବାର ଏକ ଚିତ୍ର ଗୋଟେ ଅଙ୍କା ଯାଇଛି କାଠରେ, ଯାହା ଆପଣ ଦେଖୁଥିବେ। ଆଉ ପିତରଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ନଈ କୂଳରୁ ହିଁ ଆହ୍ୱାନ କଲେ, ଆଉ ସେମାନେ ନିଜର ଡଙ୍ଗା ଜାଲ ସବୁ ଛାଡ଼ିକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପଛରେ ସେମାନେ ଆସିଲେ। ଆଉ ପ୍ରଭୁ ଯୀଶୁ କହିଥିଲେ, ମୁଁ ତୁମମାନଙ୍କୁ ମନୁଷ୍ୟ ଧରିବା ମୁଁ ତୁମମାନଙ୍କୁ ଶିଖେଇବି। ତେବେ ଇଏ ହେଉଛି ଚର୍ଚ୍ଚର ଭିତର ପାଖ। ୟାର ଡିଜାଇନ ଟିକେ ଦେଖନ୍ତୁ କେତେ ବଢ଼ିଆ। ଆଉ ପ୍ରିୟ ବନ୍ଧୁଗଣ, ଏଇଟା ଯେଉଁ ଆପଣ ଦେଖୁଛନ୍ତି ବର୍ତ୍ତମାନ, ଏଇଟା ହେଉଛି ଏଇ ଚର୍ଚ୍ଚର ଏକ ପୁଲପିଟ୍। ଆଉ ଯେଉଁ ଜାଗାରେ ପାଳକ ମହାଶୟ ଠିଆ ହେଇକି ବାକ୍ୟ ପ୍ରଚାର କରନ୍ତି, ଏ ହେଉଛି ସେଇ ପୁଲପିଟ୍ ଯାହାକି ଆପଣ ସ୍କ୍ରିନରେ ଦେଖୁଅଛନ୍ତି। ଦେଖିବା ଆଉ କ'ଣ କ'ଣ ଏଇ ଭିତରେ ଅଛି ତାହା ଜଣାପଡ଼ିଯିବ। ତେବେ ପିତରଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆହ୍ୱାନ କଲେ ମାଛ ଧରିବା ଜାଗାରୁ, ସମୁଦ୍ର କୂଳରୁ। ତାପରେ ଯଦି ଆମେ ଦେଖିବା, ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେ ବି ଆଶ୍ଚର୍ଯ୍ୟ କର୍ମ କଲେ, ଆଉ ପିତର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆଶ୍ଚର୍ଯ୍ୟ କର୍ମକୁ, ଚମତ୍କାରକୁ ପିତର ନିଜ ଆଖିରେ ସେ ଦେଖିଛନ୍ତି। ଆଉ ପିତରଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରଶ୍ନ କରିଥିଲେ, ଲୋକମାନେ ମୋ ବିଷୟରେ କ'ଣ କୁହନ୍ତି? ଆଉ ଏଠି ଦେଖନ୍ତୁ, ଜଣେ ଭାଇ ଏଠାରେ କ'ଣ କରୁଛନ୍ତି, ଓର୍ସିପ୍ କରୁଛନ୍ତି, ପରମେଶ୍ୱରଙ୍କର ଗୀତ ଗାଇକି, ଗିଟାର ବଜେଇକି। ଏ ଜାଗାରେ ଏମିତି ହୁଏ, ପରମେଶ୍ୱରଙ୍କ ଉପାସନା ହୁଏ, ଆଉ ପରମେଶ୍ୱରଙ୍କ ଗୌରବ ହେଇଥାଏ ଏଇ ଚର୍ଚ୍ଚ ଘର ଭିତରେ। ତେବେ ପ୍ରିୟ ବନ୍ଧୁଗଣ, ମୁଁ କ'ଣ କହୁଥିଲି ଯେ ପିତରଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆହ୍ୱାନ କଲେ, ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ପିତରଙ୍କୁ ପଚାରିଲେ ଯେ ଲୋକମାନେ ମୋ ବିଷୟରେ କ'ଣ କହନ୍ତି? ଆଉ ପିତର କହିଲେ, କେହି କେହି କହନ୍ତି ଏଲିୟ, ଆଉ କେହି କହନ୍ତି ପୁରାତନ ଭାବବାଦୀମାନଙ୍କ ମଧ୍ୟରୁ ଜଣେ, ଆଉ କେହି କହନ୍ତି ଯେ ଯୋହନ ଡୁବକ ଉଠି ଅଛନ୍ତି। ଆଉ ଯୀଶୁ ପ୍ରଶ୍ନ କଲେ, ମୁଁ କିଏ ବୋଲି ତୁମେ କ'ଣ ଭାବୁଛ? ସେଠି ପିତର ଉତ୍ତର ଦେଇଥିଲେ, ଆପଣ ହେଉଛନ୍ତି ପରମେଶ୍ୱରଙ୍କର ପୁତ୍ର। ତେବେ ପ୍ରିୟ ବନ୍ଧୁଗଣ, ଏଠାରେ ମଧ୍ୟ ଆମେ ପିତରଙ୍କୁ ଦେଖୁ। ଆଉ ପିତର, ଯୋହନ, ଯାକୋବ 3 ଜଣଙ୍କୁ ନେଇ ପ୍ରଭୁ ଯୀଶୁଖ୍ରୀଷ୍ଟ ଏକ ପାହାଡ଼ ଉପରକୁ ଗଲେ। ସେଠାରେ ନିଜର ରୂପକୁ ପରିବର୍ତ୍ତନ କଲେ। ସେଠାରେ ମଧ୍ୟ ପିତର ଉପସ୍ଥିତ ଥିଲେ। ଆଉ
ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର 3 ପ୍ରଧାନ ଶିଷ୍ୟ ଥିଲେ ପିତର, ଯୋହନ ଏବଂ ଯାକୁବ। ଆଉ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ବିଚାରିତ ହେଲେ ସେହି ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ 3 ଥର ଅସ୍ୱୀକାର କରିଥିବା ବ୍ୟକ୍ତି ହେଉଛନ୍ତି ପିତର। କିନ୍ତୁ ଆମେମାନେ ଦେଖୁ ପିତର ସିନା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ 3 ଥର ଅସ୍ୱୀକାର କଲେ। ଏଇଟା ଦେଖନ୍ତୁ ପୁରା ତଳୁ ଦେଖାଯାଉଛି ପିତରଙ୍କର ଘର। ଯେଉଁ ଜାଗାରେ ପିତରଙ୍କର ଘର ଥିଲା ପୁରା ଉପରୁ ତଳ ଏମିତି ଦେଖାଯାଉଛି। ଆଉ 3 ଥର ଅସ୍ୱୀକାର ସିନା କଲେ, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ତାହାଙ୍କର ପ୍ରଚାରରେ ହଜାର ହଜାର ଲୋକମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କଲେ। ଆଉ ଶେଷରେ ଏଇ ପିତର, ଯେଉଁ ପିତର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଅସ୍ୱୀକାର କରିଥିଲେ, ସେହି ପିତର ପ୍ରଭୁ ଯୀଶୁଙ୍କ ନିମନ୍ତେ ନିଜର ଜୀବନକୁ ଦେଲେ, ସୁସମାଚାର ନିମନ୍ତେ ନିଜର ଜୀବନକୁ ଦେଲେ। ଏଇଟା ଆମେ ପିତରଙ୍କ ଜୀବନ ଦେଖିବାକୁ ପାଉ। ଇଏ ହେଉଛି ପିତରଙ୍କର ଘର ଯାହା ଆପଣ ଦେଖୁଛନ୍ତି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଏ ଭିଡ଼ିଓ କେମିତି ଲାଗିଲା କମେଣ୍ଟ କରିବେ। ଆଉ ଭିଡ଼ିଓକୁ ପ୍ରବଳ ମାତ୍ରାରେ ସେୟାର ମଧ୍ୟ କରିବେ, ଯେପରି ଅନ୍ୟମାନେ ମଧ୍ୟ ଏହିପରି ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସ୍ଥାନଗୁଡ଼ିକ ଦେଖିବା ନିମନ୍ତେ ସୁଯୋଗ ପାଇବେ। ସେଥିନିମନ୍ତେ ଏହି ଭିଡ଼ିଓକୁ ପ୍ରବଳ ମାତ୍ରାରେ ଆପଣ ସେୟାର କରନ୍ତୁ। ତେବେ ପ୍ରିୟ ବନ୍ଧୁଗଣ, ଆଜି ମୁଁ ଏଇଠାରେ ବିଦାୟ ନେଉଛି। ପୁଣି ଦେଖାବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।